ମୋ କବିତାର ଶୀର୍ଷକ ଶ୍ରମିକ। କଳକାରଖାନା, ଡଙ୍ଗା ବା ଜାହାଜ, ବିମାନ ଅବା ବନ୍ଦର, ଚାରୁ ଚିତ୍ରକଳା, ଓଡ଼ିଆ ଐତିହ୍ୟ, କାରୁକାର୍ଯ୍ୟ କୋଣାର୍କର, କାରୁକାର୍ଯ୍ୟ କୋଣାର୍କର। ହୀରାକୁଦ ବନ୍ଧ, କୋଲାବ, ଧଉଳି, ଲିଙ୍ଗରାଜ ଶ୍ରୀ ମନ୍ଦିର, ତିନି ରଥ, ତିନି ଠାକୁର ମୂରତି, ସବୁଠି ତାଙ୍କ ଆଦର, ସବୁଠି ତାଙ୍କ ଆଦର। ଛୁଞ୍ଚିଠୁ କମାଣ, ସବୁ ତ ତା ଦାନ, ଶ୍ରମିକ ନଥାଇ ହୁଏ ନା, କାମ ସରିଗଲେ ମନେ ନ ରଖନ୍ତି ଗୋଟିଏ ଶ୍ରମିକ ନାଁ, ଗୋଟିଏ ଶ୍ରମିକ ନାଁ। ଧରମା ନାଁକୁ ମନେ ରଖିଛନ୍ତି 1200 ବଢ଼େଇ ଅଚିହ୍ନା, ଧରମା ନାଁକୁ ମନେ ରଖିଛନ୍ତି 1200 ବଢ଼େଇ ଅଚିହ୍ନା। ଶ୍ରମିକ ଝାଳର ମୂଲ କିଏ ଦେବ, ଅବହେଳା ତାଙ୍କୁ କରନା, ଅବହେଳା ତାଙ୍କୁ କରନା। କାରଖାନା ଚାଲେ ଶ୍ରମିକ ବଳରେ, ବଡ଼ ବଡ଼ କୋଠା ବାଡ଼ି, ବଡ଼ ଦେଉଳରେ କେତେ ଯେ ଶ୍ରମିକ ଦେଇଛନ୍ତି ପ୍ରାଣ ବଳି, ଦେଇଛନ୍ତି ପ୍ରାଣ ବଳି। କାଠଠାରୁ ହୀରା, ମୋତି ଓ ମାଣିକ, ଲୁହା ଅବା ସିଲିଭର, ଶ୍ରମିକ ନଥିଲେ କଞ୍ଚା ମାଲ ସବୁ ପଡ଼ି ରହିବାଟି ସାର, ପଡ଼ି ରହିବାଟି ସାର। ଶ୍ରମିକ ଖଟୁଛି, ଖଟି ଚାଲିଥିବ, ପରିସ୍ଥିତି ତା ଅସହ୍ୟ, ଅଳ୍ପ ପଇସାରେ ଖଟଣି ଅଧିକ, କରି ହେଉନାହିଁ ସହ୍ୟ, କରି ହେଉନାହିଁ ସହ୍ୟ। ଶ୍ରମିକ ଯାଉଛି ଦାଦନ ଖଟିବ, 2 ପଇସା ଘରେ ଦେବ, ବିଦେଶେ ମରିଲେ ମର ଶରୀରଟା ଘରେ ଆସି ପହଞ୍ଚିବ, ଘରେ ଆସି ପହଞ୍ଚିବ। ଖଟି ଖାଉଥିବ, ରୋଗେ ପଡ଼ିଗଲେ ହାତେ 2 ପଇସା ନଥିବ, ଶ୍ରମିକ ଜୀବନ ଏଡ଼େ ଦୟନୀୟ, ହାତ ତା ଆଗେ ପତେଇବ, ହାତ କା ଆଗେ ପତେଇବ। ଶ୍ରମିକ ବିନାକେ ଉନ୍ନତି କଲାଣି କରିପାରିବେନି କେହି, ଖଟିବ ଶ୍ରମିକ ଅର୍ଜିବ ମାଲିକ, ଭାବନ୍ତିନି କେବେ କେହି, ଭାବନ୍ତିନି କେବେ କେହି। ମାଲିକ ରହନ୍ତି ଏସି କୋଠା ଘରେ, ସିସି କ୍ୟାମେରାରେ ଦେଖନ୍ତି, ଶ୍ରମିକ ଟିକିଏ ଥକି ବସିଗଲେ ଅଧା ଦରମା କାଟନ୍ତି, ଅଧା ଦରମା କାଟନ୍ତି। ମାଲିକମାନଙ୍କୁ ଟିକିଏ ବିନତି, ଶ୍ରମିକ ଭାଇଙ୍କୁ ଦେଖ, ମାଲିକମାନଙ୍କୁ ଟିକିଏ ବିନତି, ଶ୍ରମିକ ଭାଇଙ୍କୁ ଦେଖ, ରାସ୍ତା ଘାଟ, ଗାଡ଼ି, ମନ୍ଦିର, ମସଜିଦ୍, ସବୁଥିରେ ତାଙ୍କ ହାତ, ସବୁଥିରେ ତାଙ୍କ ହାତ, ସବୁଥିରେ ତାଙ୍କ ହାତ। ଧନ୍ୟବାଦ।